ବୃକ୍ଷ ବୃକ୍ଷ ମଣିଷର ଉପକାରୀ ବନ୍ଧୁ। ବୃକ୍ଷରୁ ଆମେ ଖାଦ୍ୟଶସ୍ୟ, ଫଳ, ଫୁଲ, ପତ୍ର ଓ ପନିପରିବା ସହିତ ମସଲା ଆଦି ପାଇଥାଉ। କେତେକ ବୃକ୍ଷର ଚେର, ଛାଲି, ଫୁଲ, ଫଳ ଓ ପତ୍ରରୁ ଔଷଧ ତିଆରି ହୁଏ। ବୃକ୍ଷ ଅମ୍ଳଜାନ ତ୍ୟାଗ କରି ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ, ତେଣୁ ଆମେ ଶ୍ୱାସକ୍ରିୟା କରିପାରୁ। ବୃକ୍ଷର ସବୁଜ ରଙ୍ଗ ପୃଥିବୀରେ ସବୁଜିମା ଭରିଦିଏ ଓ ବିଭିନ୍ନ ଫୁଲର ରଙ୍ଗରେ ପୃଥିବୀ ସୁନ୍ଦର ଦିଶେ। ବଣ ଜଙ୍ଗଲରେ ପଶୁମାନେ ବୃକ୍ଷ ତଳେ ଆଶ୍ରୟ ନିଅନ୍ତି ଓ ପକ୍ଷୀମାନେ ଗଛ ଡାଳରେ ବସା କରି ରୁହନ୍ତି। ଖରାଦିନେ କ୍ଳାନ୍ତ ପଥିକ ବୃକ୍ଷର ଛାଇରେ ଆଶ୍ରୟ ନିଏ। ବୃକ୍ଷ ଥିବା କାରଣରୁ ବର୍ଷା ହୁଏ ଓ ମୃତ୍ତିକା ସଂରକ୍ଷଣ ହୁଏ। ବୃକ୍ଷର କାଠରୁ ଘର ତିଆରି ଉପକରଣ ଓ ଅନେକ ଜିନିଷ ତିଆରି ହୁଏ। ଆଜିକାଲି ମଣିଷ ନିଜର ସ୍ୱାର୍ଥ ପାଇଁ ବୃକ୍ଷ ଛେଦନ କରୁଛି। ଯଦି ଆମେ ଅଧିକ ବୃକ୍ଷରୋପଣ ନ କରିବା, ତେବେ ପୃଥିବୀ ଧ୍ୱଂସ ହୋଇଯିବ। ଏଥିପ୍ରତି ସମସ୍ତେ ସଜାଗ ହେବା ଉଚିତ।